ନାଇଁ 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 ତାଙ୍କର ପାରମ୍ପରିକ ଖାଦ୍ୟ ହେଉଛନ୍ତି ଆଜିକି ଶହ ଶହ ବର୍ଷ ହେଲା ଖାଉଥିଲେ ଟାକୁଆ ଯାଉ ଏବେ ବି ଖାଉଛନ୍ତି ସେଇଟାରେ ଦ୍ୱିମତ ହେବାର କିଛି ନାହିଁ କିନ୍ତୁ ଭୋକ ଦାଉରୁ ସେଇଟା ଖାଉଛନ୍ତି ସେଇଟା ତାଙ୍କର କହିବାଟା ସମ୍ପୂର୍ଣ୍ଣ ଭୁଲ। ଚାଉଳ ଆମର ସମ୍ପୂର୍ଣ୍ଣ ଚାଉଳ ଦିଆଯାଉଛି ପର୍ଯ୍ୟାପ୍ତ ପରିମାଣରେ ଚାଉଳ ସରକାର ଦେଉଛନ୍ତି ଏଥିରେ କୌଣସି ସରକାରଙ୍କର ଅବହେଳା କରିବାର ନାହିଁ। ଯେଉଁମାନେ କହୁଛନ୍ତି ତାଙ୍କ ପାଖରେ ଚାଉଳ ନାହିଁ ଖାଇବାକୁ ନାହିଁ ଓଡ଼ା ତୁଚ୍ଛା ରାଜନୀତି କରିବା ପାଇଁ କହୁଛନ୍ତି। ବିରୋଧୀ ଦଳ ଏହା କହିବେ ଆରେ ଭାଇ ଆମର କିଏ ଜଣେ ଦୁଇ ଜଣ ଫୁଡ୍ ପଏଜନ୍ ହେଇକରି ଖାଉଥିଲେ ମରିଗଲେ ଏକ୍ସପାୟାର୍ଡ କରିଗଲେ କିଛି କହିବାର ନାହିଁ। ଆମେ ସେଥିପାଇଁ ଦୁଃଖିତ ସରକାର ବି ଦୁଃଖିତ ସବୁ ପ୍ରକାର ବ୍ୟବସ୍ଥା ଏଥିପାଇଁ କରାଯାଉଛି। ଏ ଯେଉଁ ବିଜୁ ଜନତା ଦଳର ଶାସନ ଥିଲା 20 ଜଣ ଲୋକ ତାଙ୍କର ମରିଥିଲେ 16 ମସିହାରେ 20 ଜଣ ଆମ୍ବ ଟାକୁଆ ଖାଇ କାହିଁ ତାର ତ ଜବାବ ଏମାନେ ଦେଉନାହାନ୍ତି। ସେ କଥା ତ କାହିଁ କେତେବେଳେ କହୁନାହାନ୍ତି। ଏ ବିଜୁ ଜନତା ଦଳ ତୁଚ୍ଛା କୁଚ୍ଛା ରଟନା କରିକିରି ଲାଭ କ'ଣ ପାଉଛନ୍ତି? ଦେଶ କେମିତି ଆଗେଇବ ରାଜ୍ୟ କେମିତି ଆଗେଇବ ଆମର ମୋଦି ବର୍ତ୍ତମାନ ମୋହନ ଚରଣ ମାଝୀ ଦେଖନ୍ତୁ ଏବେ ସିଙ୍ଗାପୁରରେ ଅଛନ୍ତି ଓଡ଼ିଶାର ଚିନ୍ତା କରିବା ପାଇଁ ଓଡ଼ିଶାକୁ ଆଗକୁ ନେବା ପାଇଁ ସିଙ୍ଗାପୁରରେ ବସିଛନ୍ତି ଓଡ଼ିଶା କେମିତି ଆଗେଇକି ଯିବ ସେ ଚିନ୍ତା ଅନୁରୋଧ କରିବି ବିରୋଧୀ ଦଳଙ୍କୁ ସେ ଚିନ୍ତା କରନ୍ତୁ ଆମ ସାଙ୍ଗରେ ସାମିଲ ହୁଅନ୍ତୁ ଓଡ଼ିଶାକୁ ଆଗକୁ ନେବାକୁ ସାହାଯ୍ୟ କରନ୍ତୁ। ବାଲିଯାତ୍ରାରେ ସେମାନେ ଆସିଥିଲେ ବିଭିନ୍ନ ଦେଶର ଏ ଯେଉଁ କ'ଣ କ'ଣ ଡେଲିଗେସନ୍ ଆସିଥିଲେ ସେମାନଙ୍କୁ ଏପ୍ରାଇଜ୍ କରିବା ପାଇଁ ଓଡ଼ିଶାର ଅସ୍ମିତାକୁ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାହା କରୁଛନ୍ତି ଇଏ ତାଙ୍କର ନବୀନ ପଟ୍ଟନାୟକ ତା ଜୀବନ କାଳ ଭିତରେ କେବେ କରିଥିଲେ? ସିଏ ପରା ନିଜର ବାପା ବିଜୁ ପଟ୍ଟନାୟକଙ୍କୁ କେବେ ପଚାରି ନଥିଲେ? ଇଏ ଓଡ଼ିଆ ଲୋକଙ୍କୁ କ'ଣ ପଚାରିବେ? ଓଡ଼ିଆର ଅସ୍ମିତା କ'ଣ ତାଙ୍କୁ ଜଣା? ଓଡ଼ିଶା କ'ଣ ଜଣା? ଓଡ଼ିଶାରେ କେତେଟା ଜିଲ୍ଲା ଅଛି ତାଙ୍କୁ ଜଣା? ଓଡ଼ିଶାରେ କେତେଟା ସବ୍ ଡିଭିଜନ୍ ଅଛି ଜଣା? ତାଙ୍କେ ଯେତେବେଳେ ଶାସନରେ ଥିଲେ ତାଙ୍କର ଚିଫ୍ ସେକ୍ରେଟାରୀ କେତେଟା ସେକ୍ରେଟାରୀ କେତେଟା ଥିଲା ତାଙ୍କୁ ଜଣା? ତାଙ୍କର ଚିଫ୍ ସେକ୍ରେଟାରୀ କିଏ କ'ଣ ଚିହ୍ନୁଥିଲେ? ତାଙ୍କର ଡିଜି କିଏ କ'ଣ ଚିହ୍ନିଥିଲେ? କାହାକୁ ଚିହ୍ନି ନଥିଲେ କାହାକୁ? ଓଡ଼ିଶାର ବାଲିଯାତ୍ରାର ଓଡ଼ିଶାର ଓଡ଼ିଆ ଜାତିର ପ୍ରତୀକ ଓଡ଼ିଆ ଜାତିର ଅସ୍ମିତା ବୋଲି ବାଲିଯାତ୍ରାକୁ କୁହାଯାଏ। ସାରା ପୃଥିବୀ ବିଖ୍ୟାତ ସାରା ପୃଥିବୀରୁ ଲୋକ ଆସୁଛନ୍ତି ଦେଖିବା ପାଇଁ ଓଡ଼ିଶାର। କାହିଁକି ବିଜେଡ଼ି ଅଭିଯୋଗ କରିବା ସେମାନେ ତ ଜୀବନରେ କିଛି କରିନାହାନ୍ତି ନା କ'ଣ କରିବେ? 24 ବର୍ଷ ରହିଲେ କିଛି କଲେନି ଓଡ଼ିଶା ପାଇଁ ନିଜେ ଗୋଟେ ଭାଷା ମଧ୍ୟ ଓଡ଼ିଆ ଭାଷା ଯିଏ ଆଜି ଓଡ଼ିଆ ଅସ୍ମିତା ପାଇଁ ନବୀନ ପଟ୍ଟନାୟକ କହୁଛନ୍ତି ସେ ଓଡ଼ିଆ ଭାଷା ଶିଖିପାରିଲେ? ଏହା ହେଉଛି ଆମର ଦୁଃଖ। ଓଡ଼ିଆ ଜାତି ଓଡ଼ିଆ ପାଇଁ ଆଜି ବାହାରେ ଆମେ ମୁଣ୍ଡ ନୋଇକିରି ଚାଲୁଛୁ ଯେ 24 ବର୍ଷ ଗୋଟେ ଲୋକକୁ ଓଡ଼ିଶାର ଓଡ଼ିଆ ଲୋକ ମୁଖ୍ୟମନ୍ତ୍ରୀ କଲେ ଯିଏକି ନିଜେ ଓଡ଼ିଆ ଭାଷା କହିପାରୁନାହାନ୍ତି। ୟାଠୁ ଦୁଃଖର ବିଷୟ କ'ଣ ଅଛି? ଅବ୍ୟବସ୍ଥା କ'ଣ ବିଜେଡ଼ିରେ ଯେଉଁ ଅବ୍ୟବସ୍ଥା ହେଉଥିଲା ଯେଉଁ ଷ୍ଟ୍ରାଇକ୍ ହେଉଥିଲା କଟକର ମ୍ୟୁନିସିପାଲ କର୍ପୋରେସନରେ ଯେଉଁ ଗଣ୍ଡଗୋଳ ହେଉଥିଲା ଏ ଯେଉଁ ଇଏକୁ ନେଇକରି ବାଲିଯାତ୍ରାକୁ ନେଇକରି କଲେକ୍ଟରଙ୍କୁ ଯେଉଁମାନେ ବ୍ଲେମ୍ କରୁଥିଲେ ପ୍ରତି ମୁହୂର୍ତ୍ତରେ ସେଭଳିଆ ଜିନିଷ କିଛି ଦେଖିଲେ କି? ଯାହା ହେଉଛି ସ୍ୱଚ୍ଛ ଭାବରେ ହେଉଛି ଭାରତୀୟ ଜନତା ପାର୍ଟିର ସରକାର ମୋହନ ମାଝୀଙ୍କର ସରକାର ସ୍ୱଚ୍ଛତା ଉପରେ ବିଶ୍ୱାସ କରେ ଓଡ଼ିଶାର ଅସ୍ମିତା ଉପରେ ବିଶ୍ୱାସ କରେ ଓଡ଼ିଆ ଜାତିଙ୍କ ଉପରେ ବିଶ୍ୱାସ କରେ ଏ ଓଡ଼ିଆ ଜାତିକୁ ଆଗେଇ ନେବା ପାଇଁ ଏ ଯେଉଁ କଟକର ବାଲିଯାତ୍ରା ଆର ସୁନାମକୁ ଆହୁରି ଆଗେଇ ନେବା ପାଇଁ ଏ ସରକାର ବଦ୍ଧପରିକର।